Now I want to take you to the book of 2 Kings, ମୁଁ ଆପଣମାନଙ୍କୁ ଦ୍ୱିତୀୟ ରାଜାବଳୀ ପୁସ୍ତକକୁ ନେବାକୁ ଚାହୁଁଅଛି। 4th chapter. 4 ଅଧ୍ୟାୟ 2 Kings, 4th chapter. ଦ୍ୱିତୀୟ ରାଜାବଳୀ 4 ଅଧ୍ୟାୟ। Now there cried a certain woman of the wives of the sons of the prophets unto Elijah, ଭବିଷ୍ୟତ ବକ୍ତାମାନଙ୍କ saying, yes, ପୁତ୍ରଗଣର ଭାର୍ଯ୍ୟାମାନଙ୍କ ମଧ୍ୟରୁ ଜଣେ ସ୍ତ୍ରୀ ଇଲିଶାଙ୍କ ନିକଟରେ କ୍ରନ୍ଦନ କରି କହିଲା, thy servant my husband is dead, ଆପଣଙ୍କ ଦାସ ମୋ ସ୍ୱାମୀ ମରିଅଛନ୍ତି। and thou knowest that thy servant did fear the Lord. ପୁଣି ଆପଣଙ୍କ ଦାସ ଯେ ସଦାପ୍ରଭୁଙ୍କୁ ଭୟ କରୁଥିଲେ ଏହା ଆପଣ And the ଜାଣନ୍ତି। creditor is come to take unto him my 2 sons to be bondmen. ଏବେ ମହାଜନ ମୋହର 2 ସନ୍ତାନକୁ ଆପଣାର ଦାସ କରିବା ନିମନ୍ତେ ନେବାକୁ ଆସିଅଛି। Now you know when you have to pay some debts. ଯେତେବେଳେ ଆପଣଙ୍କୁ ସେହି ଋଣ ସୁଧିବାର ଥାଏ, If you have gold, you sell it and pay ଯଦି the ଆପଣଙ୍କ debt. ପାଖରେ ସୁନା ଅଛି ତାହେଲେ ସୁନା ବିକି ତୁମେ ଋଣ ସୁଝିଥାଅ। Or if you have something precious, you sell it and pay the debt. ନହେଲେ ଯଦି କିଛି ମୂଲ୍ୟବାନ ବିଷୟ ଅଛି ତାହାକୁ ବିକ୍ରି କରି ତୁମେ ଋଣ ସୁଝିଥାଅ। So the prophet said, what have you got in the house? ତେଣୁ ଭାବବାଦୀ କହିଲେ ଘରେ ତୁମ୍ଭର କ'ଣ ଅଛି? And he said, and the woman said, ସେଥିରେ ସେ ସ୍ତ୍ରୀ ଜଣକ କହିଲେ, I have nothing in the ମୋର house ଗୃହରେ ଆଉ କିଛି ନାହିଁ, save a pot of oil. ଏକ ପାତ୍ର ତୈଳ ଛଡ଼ା ଆଉ କିଛି ନାହିଁ। She didn't have flour. ତାଙ୍କ ପାଖରେ ମଇଦା ନଥିଲା, She didn't have any food. ତାଙ୍କ ପାଖରେ କୌଣସି ଖାଦ୍ୟ ନଥିଲା। She had, I don't know why she had a pot of ମୁଁ oil. ଜାଣିନି କିନ୍ତୁ କାହିଁକି ତାଙ୍କ ପାଖରେ ଏକ ପାତ୍ର ତୈଳ ଥିଲା। You know, oil is also ସେଇ expensive. ତୈଳ ମଧ୍ୟ ବହୁତ ଦାମ ହୋଇଥାଏ। And we use up oil very quickly in a house. ଆମ ଘରେ ବହୁତ ଜଲ୍ଦି ଆମେ ସେ ତୈଳର ବ୍ୟବହାର କରିଥାଉ। By the time you make some parotas or something, Parota the किंवा- oil is over. ଆଉ ତୁମେ ସେ ପରଟା ନହେଲେ ଆଉ କିଛି ବନେଇବା ଭିତରେ ସେ ତେଲ ସରି ଯାଇଥାଏ। However, ଯାହା ବି ହେଉ, there was in this house only a pot of oil. ଏହି ଘରେ କେବଳ ଏକ ପାତ୍ର ତୈଳ ଥିଲା। The oil is a symbol of the Holy Spirit. ସେଇ ତୈଳ ପବିତ୍ର ଆତ୍ମାଙ୍କର ଚିହ୍ନ ଅଟେ। Just think of a ଗୋଟିଏ house ଘର ବିଷୟରେ where ଭାବନ୍ତୁ there is nothing. ଯୋଉଠାରେ କିଛି ବି ନାହିଁ। I don't think any of you have such a ଆଉ house. ସେପରି କାହାର ଆପଣଙ୍କର ଘର ଥିବ ମୁଁ ଭାବୁନାହିଁ। There is at least a little mat, there is a little bed or ଆଉ something. ଛୋଟ ସପ ଥିବ ନହେଲେ ଖଟ ଥିବ, କିଛି ଗୋଟେ ଥିବ। Something there is in your ଆଉ house. ସେଥିରେ ତୁମ ଘରେ କିଛି ନା କିଛି ଥିବ। But କିନ୍ତୁ whether the Holy Spirit କିନ୍ତୁ is there, I don't know. ପବିତ୍ର ଆତ୍ମା ଅଛନ୍ତି କି ନାହିଁ ତାହା ମୁଁ ଜାଣି ନାହିଁ। When the prophet heard that there was a pot of oil, ଆଉ ଯେତେବେଳେ ଭାବବାଦୀ ଶୁଣିଲେ ଗୋଟିଏ ପାତ୍ର ତୈଳ ଅଛି, what did he say? ସେ କ'ଣ କହିଲେ? Go and gather all the pots available from your neighbors. ଯାଅ ବାହାରୁ ଆପଣାର ସମସ୍ତ ପ୍ରତିଭାସୀ ଠାରୁ ପାତ୍ର ନେଇ ଆସ, ଉଦ୍ଧାର କରି ଆଣ। And when you bring them into the house, shut the door. ଯେତେବେଳେ ସେଇ ପାତ୍ର ତୁମେ ଗୃହ ଭିତରକୁ ଆଣିବ ତୁମ ଦ୍ୱାର ବନ୍ଦ କର। Shut the ସେଇ door. ଦ୍ୱାରକୁ ବନ୍ଦ କର। You know, if people watch some of the works of faith, ଯେତେବେଳେ ଲୋକମାନେ କିଛି ସେଇ ବିଶ୍ୱାସର କାର୍ଯ୍ୟ ଦେଖନ୍ତି, they can't believe. ସେମାନେ ତାହାକୁ ବିଶ୍ୱାସ କରିପାରନ୍ତି ନାହିଁ। See, people in the world can't believe that we have a God
who multiplies the little ଜଗତର we have. ଲୋକମାନେ ତାହା ବିଶ୍ୱାସ କରିପାରନ୍ତି ନାହିଁ ଯେ ଆମର ଏପରି ଜଣେ ପ୍ରଭୁ ଅଛନ୍ତି ଯିଏ ସେଇ ଅଳ୍ପକୁ ଅନେକ ଗୁଣିତ କରିବେ। You know, ଜାଣନ୍ତି କି they can't believe. ସେମାନେ ତାହାକୁ ବିଶ୍ୱାସ କରିପାରନ୍ତି ନାହିଁ। Some of our relatives can't ଆମର believe. କିଛି ସମ୍ପର୍କୀୟ ମାନେ ତାହା ବିଶ୍ୱାସ କରିପାରନ୍ତି ନାହିଁ। So God said, ପ୍ରଭୁ କହିଲେ shut the door. ସେଇ ଦ୍ୱାରକୁ ବନ୍ଦ କର। Jesus said, ଯୀଶୁ କହିଲେ when you go into the closet to pray, shut the ଯେତେବେଳେ door. ତୁମେ କୋଠରୀ ମଧ୍ୟକୁ ପ୍ରାର୍ଥନା କରିବାକୁ ଯିବ ତୁମେ ଦ୍ୱାର ବନ୍ଦ କର। It's very important. ତାହା ବହୁତ ମହତ୍ୱପୂର୍ଣ୍ଣ। We are not able to shut out the world. ଆମେ ସେଇ ଜଗତକୁ ବନ୍ଦ କରିପାରୁନାହୁଁ। We are not shutting out the world. ଆମେ ସେଇ ଜଗତକୁ ବନ୍ଦ କରିପାରୁନାହୁଁ। And therefore, ତେଣୁ we are not seeing the great works of God. ଆମେ ସେଇ ପ୍ରଭୁଙ୍କର ମହାନ କାର୍ଯ୍ୟଗୁଡ଼ିକ ଦେଖିପାରୁନାହୁଁ। And the prophet said, pour that oil into those pots. ଭଗବାଦୀ କହିଲେ ତୁମେ ସେଇ ତୈଳକୁ ସମସ୍ତ ପାତ୍ରରେ ଢାଳ। And as they poured this ଯେତେବେଳେ ସେଇ oil, ତୈଳକୁ ସେମାନେ ସେଇ ପାତ୍ରଗୁଡ଼ିକରେ ଢାଳିଲେ 6th verse, 6 ପଦ when the vessels were full, she said to her son, bring me yet a vessel. ତହୁଁ ପାତ୍ର ସବୁ ପୂର୍ଣ୍ଣ ହୁଅନ୍ତେ ସେ ଆପଣା ପୁତ୍ରକୁ କହିଲା ଆଉ ଗୋଟିଏ ପାତ୍ର ମୋ କତିକି ଆଣ। And he said to ଏଥିରେ her, ସେ ତାହାକୁ କହିଲା there is not a vessel more. ଆଉ ପାତ୍ର ନାହିଁ। And the oil stayed. ତହିଁରେ ତୈଳ ବନ୍ଦ ହେଲା। Then she came and told the man of God. ତେବେ ସେ ସ୍ତ୍ରୀ ଆସି ପରମେଶ୍ୱରଙ୍କ ଲୋକଙ୍କୁ ତାହା ଜଣାଇଲା। And he said, go and sell the oil and pay the debt. Live and your children of the rest. ଏଥିରେ ସେ କହିଲେ ଯାଅ ତୈଳ ବିକ୍ରୟ କରି ଆପଣା ଋଣ ପରିଶୋଧ କର ପୁଣି ଅବଶିଷ୍ଟରେ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଦିନାତିପାତ କର। See, it's very important that our children should partake in the works of God. ଏହା ବହୁତ ମହତ୍ୱପୂର୍ଣ୍ଣ ଯେ ଆମର ପିଲାମାନେ ପ୍ରଭୁଙ୍କ କାର୍ଯ୍ୟରେ ଭାଗୀଦାର ହୁଅନ୍ତୁ। We give them away to people without ଯାହାଙ୍କଠାରେ faith. ବିଶ୍ୱାସ ନଥାଏ ସେମାନଙ୍କୁ ଆମେ ଆମର ପିଲାଙ୍କୁ ଦେଇଥାଉ। What happens? କ'ଣ ହୁଏ? The testimony does not proceed further. ଆଉ ସେହି ସାକ୍ଷ୍ୟ ଆଉ ଆଗକୁ ଯାଇପାରି ନଥାଏ। This widow needed her 2 sons to participate in this great deliverance. ଏହି ଯେଉଁ ବିଧବା ତାଙ୍କର 2 ଜଣ ସନ୍ତାନକୁ ସିଏ ଏହି ମହାନ ଉଦ୍ଧାରରେ ଭାଗୀଦାର ହେବାକୁ ଚାହୁଁଥିଲେ। Today, ଆଜି some of our boys and girls are getting a vision. ଆମର କିଛି ପୁଅ ଝିଅମାନେ ସେମାନେ ଦର୍ଶନ ପାଉଛନ୍ତି। One girl said to me, ଜଣେ ଝିଅଟି ମୋତେ କହିଲା I want to go to Africa to serve the Lord. ମୁଁ ଆଫ୍ରିକାକୁ ପ୍ରଭୁଙ୍କ ସେବା କରିବା ପାଇଁ ଯିବାକୁ ଚାହୁଁଛି। Another girl said to ଅନ୍ୟ me, ଝିଅ ଜଣକ ମୋତେ କହିଲା I want to go to Rajasthan. You know, Rajasthan is ଆଉ half ମୁଁ ରାଜସ୍ଥାନ desert. ଯିବାକୁ ଚାହୁଁଛି। ଜାଣିଛନ୍ତି ରାଜସ୍ଥାନ ସେ ମରୁଭୂମି ଅଟେ। But I want to go there and preach God's gift. କିନ୍ତୁ ମୁଁ ସେଠାକୁ ଯାଇ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବାକୁ ଚାହେଁ। Some of our boys and girls are getting a vision. ଆମର କିଛି ପୁଅ ଓ ଝିଅମାନେ ସେମାନେ ଦର୍ଶନ ପାଉଛନ୍ତି। Without them, what can we do? ତାଙ୍କ ବିନା ଆମେ କ'ଣ କରିପାରିବୁ? Can I go everywhere? Can our brother Chintu go କ'ଣ ମୁଁ everywhere? ସବୁଆଡ଼େ ଯାଇପାରିବି କି ଆମର ଭାଇ ଚିନ୍ତୁ ସବୁଆଡ଼େ ଯାଇପାରିବେ କି? Some of you fathers and mothers, can you go ଆଉ ଆପଣଙ୍କ everywhere? ମଧ୍ୟରେ କିଛି ପିତା ଓ ମାତାମାନେ ସେମାନେ କ'ଣ ସବୁଆଡ଼େ ଯାଇପାରିବେ କି? No. ନାହିଁ। But are your children participating in the works of କିନ୍ତୁ faith? କ'ଣ ତୁମର ପିଲାମାନେ ସେଇ ବିଶ୍ୱାସର କାର୍ଯ୍ୟରେ ଭାଗୀଦାର ହେଉଛନ୍ତି କି? It's very ତାହା sad. ବହୁତ ଦୁଃଖର ବିଷୟ ଅଟେ। Many of our boys and girls are very low achievers. ଆମର ଅନେକ ପୁଅ ଓ ଝିଅମାନେ ସେମାନେ ବହୁତ ଅଳ୍ପ ବିଷୟକୁ ହାସଲ କରିପାରୁଛନ୍ତି। When you look at money, you're a low ଯେତେବେଳେ achiever. ତୁମେ ଟଙ୍କାକୁ ଦେଖୁଥିବ ତୁମେ ବହୁତ ଅଳ୍ପ ହାସଲ କରିପାରୁଥିବା ବ୍ୟକ୍ତି ଅଟ।
If I had run after money, ଯଦି ମୁଁ ଟଙ୍କା ପଛରେ ଦୌଡ଼ିଥାନ୍ତି I would have achieved nothing in this ଏହି world. ଜଗତରେ ମୁଁ କିଛି ବି ହାସଲ କରିପାରିନଥାନ୍ତି, Just nothing. କିଛି ବି ନୁହେଁ। My life would have been ମୋର wasted. ଜୀବନ ନଷ୍ଟ ହୋଇଥାନ୍ତା। I never ran after ମୁଁ money. କେବେ ବି ଟଙ୍କା ପଛରେ ଦୌଡ଼ି ନାହିଁ, But today, କିନ୍ତୁ ଆଜି as our degrees ଯେତେବେଳେ ଆମର increase, ଡିଗ୍ରୀ ଗୁଡ଼ିକ ବଢ଼ୁଅଛି, oh, I want a daughter-in-law, I want a son-in-law मला सून with पाहिजे. high education, good job, good ମୋର money. ଏପରି ବହୁ ଓ ଜୋଇଁ ଦରକାର ଯେଉଁମାନଙ୍କର ଉଚ୍ଚ ଶିକ୍ଷା ଥିବ, ବହୁତ ଭଲ ଦରମା ଥିବ ଆଉ ବହୁତ ଟଙ୍କା ଥିବ। Faith is going down. ବିଶ୍ୱାସ ତଳକୁ ଖସି ଯାଉଅଛି। So you're going to destroy the work of ତୁମେ God. ପ୍ରଭୁଙ୍କର କାର୍ଯ୍ୟକୁ ବିନାଶ କରିବାକୁ ଯାଉଅଛ। God taught me faith. ପ୍ରଭୁ ମୋତେ ବିଶ୍ୱାସ ଶିଖାଇଲେ। And you know, ଜାଣନ୍ତି କି we are just about to build a little center in Bombay. आणि After all these ଏହି years, ସମସ୍ତ ବର୍ଷ ପରେ ବମ୍ବେରେ ଆମେ ଏକ କେନ୍ଦ୍ର ଗଢ଼ିବାକୁ ଯାଉଅଛୁ। how many times I have labored ଆଉ in କେତେ Bombay. ଥର ମୁଁ ସେଇ ବମ୍ବେରେ ସେଠାରେ ଏପରି ପ୍ରଚାର କରିଅଛି। Diva, Chintu and the brothers came and helped me. ଆଉ ସେଇ ଭାଇ ଚିନ୍ତୁ ଆଉ ଅନ୍ୟ ଭାଇମାନେ ଆସି ମୋତେ ସାହାଯ୍ୟ କରିଛନ୍ତି। पैसा. But you see, Bombay, everything is so କିନ୍ତୁ ଦେଖ expensive. ବମ୍ବେରେ ସବୁ କିଛି ବିଷୟ ବହୁତ ଦାମ ହୋଇଥାଏ। You can't get even a little hall like this. ଏପରିକି ଛୋଟ ହଲ୍ ଗୋଟିଏ ଆପଣ ପାଇପାରିବେନି। But କିନ୍ତୁ I want to tell, I told one of my sons, ମୁଁ ଆମର ଜଣେ ପୁଅକୁ କହିଥିଲି, ମୋର ଗୋଟେ ପୁଅକୁ କହିଥିଲି, it would be a great help if you helped build a center ଯଦି in ବମ୍ବେରେ Bombay. ତୁମେ ଗୋଟେ କେନ୍ଦ୍ର ଗଢ଼ିବାରେ ସାହାଯ୍ୟ କରିବ ତାହେଲେ ବହୁତ ବଡ଼ ବିଷୟ ସାହାଯ୍ୟ ହେବ। And so ଆଉ ତେଣୁ I put before my children a heavenly ମୁଁ ମୋର vision. ପିଲାମାନଙ୍କ ସମ୍ମୁଖରେ ସେଇ ସ୍ୱର୍ଗୀୟ ଦର୍ଶନକୁ ରଖିଥାଏ। I told another son, ମୁଁ ମୋର ଆଉ ଜଣେ ପୁଅକୁ କହିଲି, you go to China, ତୁମେ ଚାଇନାକୁ ଯାଅ, you will learn faith there. ତୁମେ ସେଠାରେ ବିଶ୍ୱାସ ଶିଖିବ। But କିନ୍ତୁ many people today, ଆଜି ଅନେକ ଲୋକମାନେ they go to America ସେମାନେ ଆମେରିକା ଯାଉଛନ୍ତି or ନହେଲେ England. ଇଂଲଣ୍ଡ ଯାଉଛନ୍ତି। I see them there. ମୁଁ ତାଙ୍କୁ ସେଠାରେ ଦେଖିଥାଏ। They come to say salam to ସେମାନେ me. ମୋତେ ସେଠାରେ ସଲାମ କହିବାକୁ They ଆସନ୍ତି। don't say salam to the Lord. ସେମାନେ ପ୍ରଭୁଙ୍କୁ ସଲାମ କୁହନ୍ତି ନାହିଁ। They don't do anything to build God's kingdom ସେଠାରେ there. ପ୍ରଭୁଙ୍କର ରାଜ୍ୟ ଗଢ଼ିବା ପାଇଁ ସେମାନେ କିଛି କରନ୍ତି ନାହିଁ। But on the other କିନ୍ତୁ hand, ଅନ୍ୟ ଏକ ସ୍ତରରେ many people seeing their big Bibles think they are great, godly people. ଅନେକ ଲୋକମାନେ ତାଙ୍କର ବଡ଼ ବାଇବେଲକୁ ଦେଖି ଭାବନ୍ତି ସେମାନେ ବହୁତ ଈଶ୍ୱରପରାୟଣ ବ୍ୟକ୍ତି। That's all. ତାହା ହିଁ They don't do anything for God. ସେମାନେ ପ୍ରଭୁଙ୍କ ପାଇଁ କିଛି ବି କରନ୍ତି ନାହିଁ। See, you must be careful. ତୁମେ ଜାଗ୍ରତ ରହିବା ଉଚିତ। What is it that you're running after? ଆଉ କାହା ପଛରେ ତୁମେ ଗୋଡ଼ାଉଅଛ? This man who ଆଉ ଏହି died, ବ୍ୟକ୍ତି ଜଣକ ଯିଏ ମୃତ୍ୟୁବରଣ he କଲେ didn't gather money. ସିଏ ଟଙ୍କା ଏକଠା କରିନଥିଲେ। When he died, actually he left some ଆଉ debts. ଯେତେବେଳେ ତାଙ୍କର ମୃତ୍ୟୁବରଣ ହେଲା ସେ ଆହୁରି କିଛି ଋଣ ଛାଡ଼ି ଦେଇ ଯାଇଥିଲେ। But did God leave that କିନ୍ତୁ family? କଣ ପ୍ରଭୁ ସେଇ ପରିବାରକୁ ଛାଡ଼ିଲେ କି? No. ନାହିଁ। Even the sons partook in the work of God. ଏପରିକି ତାଙ୍କର ପୁତ୍ରମାନେ ସେଇ ପ୍ରଭୁଙ୍କ କାର୍ଯ୍ୟରେ ଭାଗିଦାର ହେଲେ। Joshua said, ଯୋଶୁଆ କହିଲେ, as for me and my house, ମୋର ଓ ମୋ ପରିବାର we will serve the Lord. ଆମେ ସଦା ପ୍ରଭୁଙ୍କର ସେବା କରିବୁ। Now last of all, ଶେଷରେ let me turn you to the 9th chapter of Luke. ଲୁକ 9 ଅଧ୍ୟାୟ ଦେଖିବା। When the multitude was listening to the Lord Jesus, ଯେତେବେଳେ ଜନସମୂହ ପ୍ରଭୁ ଯୀଶୁଙ୍କୁ ଶୁଣୁଥିଲେ, the Lord Jesus said, ପ୍ରଭୁ ଯୀଶୁ କହିଲେ, give you them to eat. ସେମାନଙ୍କୁ ଖାଇବାକୁ ଦିଅ।
Now, this was a test of faith for those disciples. ସେଇ ଶିଷ୍ୟମାନଙ୍କ ନିମନ୍ତେ ଏହା ଏକ ବିଶ୍ୱାସର ପରୀକ୍ଷା ଥିଲା। And they said, ଆଉ ସେମାନେ କହିଲେ 12th verse, 12 ପଦ, when the day began to wear away, then came the 12 and said to him, send the multitude away. ଇତିମଧ୍ୟରେ ଦିବା ଅବସାନ ହେବାକୁ ଲାଗିଲା। ସେଥିରେ ଦ୍ୱାଦଶ ତାଙ୍କ ନିକଟକୁ ଆସି କହିଲେ, ଲୋକ ସମୂହଙ୍କୁ ପଠାଇ ଦିଅନ୍ତୁ, We are in a desert ଆମେ place. ଏକ ମରୁଭୂମି ସ୍ଥାନରେ ଅଛୁ। So if you send them away, they will get something to eat and to lord. ଯଦି ଆପଣ ତାଙ୍କୁ ପଠାଇ ଦେବେ ତାହେଲେ ସେ କିଛି ଖାଦ୍ୟ ପାଇପାରନ୍ତି। 12 people, 12 ଜଣ the disciples, ଶିଷ୍ୟମାନେ coming to Jesus, ଯୀଶୁଙ୍କ ନିକଟକୁ ଆସୁଛନ୍ତି, saying, send them away. Send them. ଆଉ କହୁଛନ୍ତି ସେମାନଙ୍କୁ ବିଦାୟ ଦିଅନ୍ତୁ। See, this is a desert place, nothing to eat or drink here. ଆଉ ଏହା ଏକ ନିର୍ଜନ ସ୍ଥାନ, ଏଠାରେ କୌଣସି ଖାଇବା ପାଇଁ ନାହିଁ। What did Jesus say? ଯୀଶୁ କ'ଣ କହିଲେ? Give you them to eat. ତୁମେମାନେ ସେମାନଙ୍କୁ ଭୋଜନ କରାଅ। They said, we don't even have 5, we have just 5 loaves and 2 fish. ସେମାନେ କହିଲେ ଆମ୍ଭମାନଙ୍କ ପାଖରେ କେବଳ 5ଟି ରୋଟି ଓ 2ଟି ମାଛ ଅଛି। But Jesus said, ଯୀଶୁ କହିଲେ, make them sit down in 50. ଆଉ ସେମାନଙ୍କୁ ତୁମେ 50 ଜଣ କରି ଦଳ ଦଳ କରି ବସାଅ। In this desert place, ଏଇ ଯୋଉ ନିର୍ଜନ ସ୍ଥାନରେ God used a little boy. ପ୍ରଭୁ ଏକ ସେଇ ଛୋଟ ବାଳକକୁ ବ୍ୟବହାର କଲେ। How can the little chapatis or the little bread of a little boy be sufficient for ଆଉ ଗୋଟିଏ 5,000 men? ଛୋଟ ବାଳକର ସେଇ ଛୋଟ ଛୋଟ 5ଟି ରୋଟି ତାହା କିପରି ଏ 5,000 ପୁରୁଷମାନଙ୍କ ପାଇଁ ଯଥେଷ୍ଟ ହେବ? But Jesus said, କିନ୍ତୁ ପ୍ରଭୁ ଯୀଶୁ କହିଲେ, make them sit down. ସେମାନଙ୍କୁ ବସାଅ। Now, did you ever, when a child is eating some jalebi or something, ଯେତେବେଳେ କୌଣସି ଛୁଆ ସେ ଜିଲାପି ଖାଉଛି ନହେଲେ ଆଉ କିଛି ଖାଉଛି, did you ever put out your hand and ask the child, give me a little, give me a little? ତୁମେ ସେ ଛୋଟ ପିଲାଟିକୁ କେବେ ପଚାରିଛ କି ଆଉ ମତେ ଟିକେ ଦିଅ, ମତେ ଟିକେ ଦିଅ? Many children say, no, no, no. ଆଉ ଅନେକ ପିଲାମାନେ କୁହନ୍ତି ନାଇଁ ନାଇଁ ନାଇଁ। And other children, ଅନ୍ୟ ପିଲାମାନେ they take a little pinch ଆଉ ସେମାନେ ଟିକିଏ ସେଥିରୁ କାଢି and they put it in your hand. ଆଉ ତମ ହାତରେ ସେ ଦେଇଥାନ୍ତି। Yes, I have tried it. ଆଉ ମୁଁ ତାହା କରିଛି। When a boy is hungry ଆଉ ଯେତେବେଳେ ପୁଅଟି ଭୋକିଲା ଥାଏ and he is ready to quickly eat his chapati, ଆଉ ସେ ନିଜର ଚପାତିକୁ ଜଲ୍ଦି ଜଲ୍ଦି ଖାଇବାକୁ ଚାହିଁଥାଏ, when some disciple Andrew comes and finds, oh, you have got 5 ଆଉ ସେତେବେଳେ chapati. ହୁଏତ ଶିଷ୍ୟ ଆନ୍ଦ୍ରିୟ ନହେଲେ କିଏ ଆସି କହିଥିବେ, ଆରେ ତୋ ପାଖରେ 5ଟି ରୋଟି ଅଛି। The Lord wants them. ପ୍ରଭୁଙ୍କୁ ତାହା ଦରକାର ଅଟେ। What will you say? ଆଉ ତୁମେ କ'ଣ କହିବ? Oh, I'm hungry. ମୁଁ ବହୁତ ଭୋକିଲା, My mother gave me this ଆଉ chapati. ମୋର ମା ମତେ ଏଇ ଚପାତି ରୋଟି ଦେଇଛନ୍ତି। You want to take it away? ଏହା କ'ଣ ଆପଣ ନେଇଯିବାକୁ ଚାହୁଁଛନ୍ତି? The Lord asked us to see if anybody has any food. ଆଉ ପ୍ରଭୁ ଆମକୁ କହିଛନ୍ତି ଦେଖିବା ପାଇଁ କାହା ପାଖରେ କିଛି ଖାଦ୍ୟ ଅଛି କି? The Bible says ବାଇବେଲ କୁହେ, this boy's 5 loaves ଏହି ଯୋଉ ବାଳକର 5ଟି ରୋଟି was blessed by Jesus to the whole ଆଉ multitude. ତାହା ଯୀଶୁଙ୍କ ଦ୍ୱାରା ସେଇ ସାରା ଜନସମୂହଙ୍କ ନିମନ୍ତେ ଆଶୀର୍ବାଦ କରାଗଲା। See how completely different is God's way of working. ଦେଖନ୍ତୁ ପ୍ରଭୁଙ୍କର ସେଇ କାର୍ଯ୍ୟଶୈଳୀ କେତେ ସମ୍ପୂର୍ଣ୍ଣ ଭିନ୍ନ ଅଟେ। If you tell this to a Christian leader, ଯଦି ଏହା ତୁମେ କୌଣସି ଖ୍ରୀଷ୍ଟିଆନ ନେତାକୁ କହିବ, he will say, ସିଏ କହିବେ, let us appeal, let us write to America for $5,000. ଚାଲ ଆମେ ଆମେରିକାକୁ $5,000 ନିମନ୍ତେ ନିବେଦନ କରିବା। Even that may not be enough. ଆଉ ତାହା ବି ହୁଏତ ଯଥେଷ୍ଟ ନ ହେବ।
Let us say, add a little to it and say $8,000. ଆଉ ସେଥିରେ ଟିକେ ମିଶାଇବା ଆଉ $8,000 କହିବା। Listen, friends. ଶୁଣନ୍ତୁ ବନ୍ଧୁମାନେ, A little boy, ଗୋଟେ ଛୋଟ ବାଳକ when he offered his 5 ଯେତେବେଳେ loaves, ସିଏ ନିଜର 5ଟି ରୋଟିକୁ ତାହା ଦାନ କରିଦେଲେ, just imagine in a desert, ଏକ ନିର୍ଜନ ସ୍ଥାନରେ, ତାହା ନିଜେ ଭାବନ୍ତୁ, all the people were ଆଉ fed. ସବୁ ଲୋକମାନେ ତାହା ଖାଇଲେ And 12 baskets of fragments were आणि picked up. ଆଉ 12 ଡଲା ସେଇ ତାହା ଆହୁରି ବଞ୍ଚିଗଲା। I don't know how God is going to ମୁଁ bless ଜାଣି you. ନାହିଁ ପ୍ରଭୁ ତୁମକୁ କିପରି ଆଶୀର୍ବାଦ କରିବେ। I don't know how God is going to bless the little that you have. ମୁଁ ଜାଣିନି ତୁମର ଯୋଉ ଅଳ୍ପ ଅଛି ପ୍ରଭୁ ତାହାକୁ କିପରି ଆଶୀର୍ବାଦ କରିବେ। But this pot of oil saved that କିନ୍ତୁ family. ସେଇ ଯୋଉ ଗୋଟିଏ ପାତ୍ର ତୈଳ ତାହା ସାରା ପରିବାରକୁ ବଞ୍ଚାଇଲା। And these 5 loaves from your little boy ସେଇ ଛୋଟ ବାଳକର ଯୋଉ 5ଟି ରୋଟି fed the 5,000 men ଆଉ beside ତାହା women. 5,000 ପୁରୁଷମାନଙ୍କୁ ସେ ସ୍ତ୍ରୀମାନଙ୍କୁ ଛାଡ଼ି ସେ ସମସ୍ତଙ୍କୁ ତାହା ଖାଦ୍ୟ ଯୋଗାଇଲା। So I will never say these are not people from the secretariat. These are not the ministers of ତାହା ମୁଁ Maharashtra. କହିବି ନାହିଁ ଯେ ଏମାନେ ସେକ୍ରେଟେରିଏଟ୍ର ନହେଲେ ସେମାନେ କୋଉ ମନ୍ତ୍ରୀମାନେ ମହାରାଷ୍ଟ୍ରର ହେଇଥିବେ। These are not the rich people of Pune. ଏମାନେ ସେଇ ପୁନେର ଧନୀ ବ୍ୟକ୍ତିମାନେ ନୁହେଁ। What can they do? ସେମାନେ କ'ଣ କରିପାରିବେ? They can do nothing. ସେମାନେ କିଛି ବି କରିପାରିବେ ନାହିଁ। Oh, they will just simply sit and listen and go. आणि त्यानं ସେମାନେ କେବଳ ଆସିବେ, ବସିବେ, ଶୁଣି ପଳାଇବେ ନାହିଁ। What did the widow do? ସେ ବିଧବା ଜଣକ କ'ଣ କଲେ? She saved her ସେ family. ନିଜର ପରିବାରକୁ ଉଦ୍ଧାର କଲେ। What did this little boy ଏଇ do? ଛୋଟ ବାଳକଟି କ'ଣ କଲା? His offering, he saw it blessed to so many. ଆଉ ତାହା ଅନେକଙ୍କ ନିମନ୍ତେ ତାହା ଆଶୀର୍ବାଦ ହେଲା। What are you going to do? ତୁମେ କ'ଣ କରିବାକୁ ଯାଉଛ? God is able to bless ପ୍ରଭୁ you. ତୁମକୁ ଆଶୀର୍ବାଦ କରିବା ପାଇଁ ଯୋଗ୍ୟ ଅଟନ୍ତି। Bless your little तुमच्या you put in his ଆଉ ସେଇ hands. ଯୋଉ ଅଳ୍ପ ତୁମେ ଯାହା ତାଙ୍କ ହସ୍ତରେ ଦେବ ତାହା ଆଶୀର୍ବାଦ କରିବା ପାଇଁ ଯୋଗ୍ୟ ଅଟନ୍ତି। Do you know how little I put into ଆଉ ତୁମେ God's hands? ଜାଣିଛ କି ମୁଁ କେତେ ଅଳ୍ପ ପ୍ରଭୁଙ୍କ ହସ୍ତରେ ଦେଇଥାଏ। I put my foolish heart into his hand. ମୋର ନିଜର ମୂର୍ଖ ହୃଦୟକୁ ମୁଁ ତାଙ୍କ ହସ୍ତରେ ଦେଇଥାଏ। My rebellious, proud heart, ମୋର ସେଇ ବିଦ୍ରୋହ ଓ ଗର୍ବୀ ହୃଦୟ I put into God's hand. ତାହା ମୁଁ ପ୍ରଭୁଙ୍କ ହସ୍ତରେ ଦେଇଥାଏ। I never thought God can ମୁଁ multiply. କେବେ ବି ଭାବିନଥିଲି ପ୍ରଭୁ ତାହା ଗୁଣିତ କରିପାରିବେ। The little that I put into his hand. ଆଉ ଯୋଉ ଅଳ୍ପ ମୁଁ ତାଙ୍କ ହସ୍ତରେ ଦେଇଥାଏ, I don't know what God is going to do through ମୁଁ you ଜାଣି ନାହିଁ ପ୍ରଭୁ ତୁମ ଦ୍ୱାରା କ'ଣ କରିପାରିବେ and for you. ଏବଂ ତୁମ ନିମନ୍ତେ କ'ଣ କରିପାରିବେ। Let us pray. ପ୍ରାର୍ଥନା କରିବା, Let us pray. ପ୍ରାର୍ଥନା କରିବା, Let us tell God, ପ୍ରଭୁଙ୍କୁ କହିବା, Oh Lord, ହେ ପ୍ରଭୁ, I want to have the pot of oil. ମୋତେ ସେଇ ଏକ ପତ୍ର ତୈଳ ମୁଁ ଚାହେଁ। I want this new heart in which there is a pot of ମୁଁ ସେଇ oil. ନୂତନ ହୃଦୟ ଯୋଉଥିରେ ଏକ ପାତ୍ର ତୈଳ ଅଛି ତାହା ଚାହେଁ। That there should be the Holy Spirit speaking ଆଉ to me. ଯେପରି ସେଠାରେ ପବିତ୍ର ଆତ୍ମା ମୋ ସହ କଥା ହେବେ। I have grieved your ମୁଁ spirit. ଆପଣଙ୍କର ଆତ୍ମାକୁ ଦୁଃଖ ପହଞ୍ଚାଇଛି। I've sinned against ମୁଁ you. ଆପଣଙ୍କ ବିରୁଦ୍ଧରେ ପାପ କରିଅଛି। I've been full of grumbling. ମୁଁ ସେଇ ବଚସାରେ ପୂର୍ଣ୍ଣ ହୋଇଅଛି। Forgive me, Lord. ମୋତେ କ୍ଷମା କରନ୍ତୁ ପ୍ରଭୁ। Oh Lord, I put my foolish heart in your ହେ hand. ପ୍ରଭୁ, ଆପଣଙ୍କ ହସ୍ତରେ ମୁଁ ମୋର ମୂର୍ଖ ହୃଦୟକୁ ଦେଉଅଛି। Save these families या from कुटुंबात- all ଆଉ bondage. ସମସ୍ତ ବନ୍ଧନରୁ ଏଇ ପରିବାର ଗୁଡ଼ିକୁ ଆପଣ ବଞ୍ଚାଇ ରଖନ୍ତୁ। Lord, we are not
here to be bond slaves of the प्रभु devil. एଠାରେ ଆମେ ସେଇ ଶୈତାନର ଦାସ ହୋଇ ରହିବା ପାଇଁ ନାହୁଁ। We are here to be the sons and daughters ଆମେ of ସେଇ God. ପ୍ରଭୁଙ୍କର ପୁତ୍ର ଓ କନ୍ୟା ହେବାକୁ ଚାହୁଁଅଛୁ। So bless them ତାଙ୍କୁ ଆଶୀର୍ବାଦ କରନ୍ତୁ, and speak to ତାଙ୍କ them. ସହ କଥା ହୁଅନ୍ତୁ। In Jesus' holy name. ଯୀଶୁଙ୍କ ପବିତ୍ର ନାମରେ ମାଗୁଅଛୁ। Amen. ଆମେନ୍।